ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ପ୍ରିୟ ବିଶ୍ୱାସୀ ଭାଇ ଓ ଭଉଣୀମାନେ, ଆପଣ ସମସ୍ତଙ୍କୁ ମୋର ପ୍ରେମପୂର୍ଣ୍ଣ ନମସ୍କାର। ଆଜି ଆମେ ଏହିପରି ତିନୋଟି ମାନବୀୟ ଭାବନା ଉପରେ ଚିନ୍ତା କରିବା, ଯାହା ଆମ ପ୍ରତ୍ୟେକଙ୍କ ଜୀବନର ଅଂଶ। ତାହା ହେଉଛି ଦୁଃଖ, ଖୁସି ଏବଂ ରାଗ। ଆପଣ ଭାବୁଥିବେ, ଏହି ତିନୋଟି ଭାବନାକୁ ନେଇ କିପରି ଆଶୀର୍ବାଦପୂର୍ଣ୍ଣ ଜୀବନ ବଞ୍ଚି ହେବ। ତେବେ ଆସନ୍ତୁ ଏହି ତିନୋଟି ବିଷୟକୁ ନେଇ ଆମ୍ଭେମାନେ ଆଲୋଚନା କରିବା। ପ୍ରଥମେ ଆସେ ଦୁଃଖ। ଆମେ କେହି ଦୁଃଖ ଚାହୁଁନା, କିନ୍ତୁ ଏହା ଆମ ଜୀବନରେ ଆସେ। କାହାର ପ୍ରିୟଜନଙ୍କୁ ହରାଇବାର ଦୁଃଖ କିମ୍ବା କୌଣସି ବିଫଳତାର ଦୁଃଖ। ଏହି ସମୟରେ ଆମେ ଭାଙ୍ଗି ପଡ଼ିବା ଉଚିତ ନୁହେଁ। ଦୁଃଖ ଆମକୁ କ'ଣ ଶିଖାଏ? ଦୁଃଖ ଆମକୁ ଶିଖାଏ ଯେ ଆମର କେବଳ ପରମେଶ୍ୱରଙ୍କ ଉପରେ ଭରସା କରିବା ଉଚିତ। ଯେତେବେଳେ ମନୁଷ୍ୟ ହାତ ଛାଡ଼ିଦିଏ, ସେତେବେଳେ ସର୍ବଶକ୍ତିମାନ ପରମେଶ୍ୱର ଆମର ଆଶ୍ରୟ ହୁଅନ୍ତି। ଦୁଃଖ ଆମକୁ ଆମର ବିଶ୍ୱାସରେ ମୂଳଦୁଆକୁ ଆହୁରି ଶକ୍ତ କରିବାକୁ ସୁଯୋଗ ଦିଏ। ପ୍ରିୟ ଭାଇ ଭଉଣୀମାନେ, ଜୀବନରେ ଦୁଃଖ ଆସିଲେ ଆମେ ପ୍ରାୟ ଭାବିଥାଉ, ପ୍ରଭୁ ଆମକୁ ଭୁଲିଗଲେ କି? କିନ୍ତୁ ବାଇବେଲ କୁହେ, ପ୍ରଭୁ କେବେ ତାଙ୍କ ସନ୍ତାନମାନଙ୍କୁ ଛାଡ଼ନ୍ତି ନାହିଁ। ସାମ ସଙ୍ଗୀତ 34:18 ଲେଖା ଅଛି, ପ୍ରଭୁ ଭଙ୍ଗା ହୃଦୟ ଥିବା ଲୋକଙ୍କ ନିକଟରେ ରୁହନ୍ତି ଓ ମନରେ ଦୁଃଖିତ ଲୋକଙ୍କୁ ଉଦ୍ଧାର କରନ୍ତି। ତେଣୁ ଯେତେବେଳେ ଆପଣ ଏକା ଅନୁଭବ କରୁଛନ୍ତି, ଜାଣନ୍ତୁ ପ୍ରଭୁ ତାହା ଦେଖୁଛନ୍ତି। ସେ ଆପଣଙ୍କ ଲୁହକୁ ଗଣୁଛନ୍ତି। ପ୍ରଭୁ ଆପଣଙ୍କ ଦୁଃଖକୁ ଦେଖି ନୀରବ ନୁହନ୍ତି। ସେ ଆପଣଙ୍କୁ ଗଢ଼ୁଛନ୍ତି, ଶକ୍ତି ଦେଉଛନ୍ତି ଏବଂ ଏକ ନୂଆ ଆଶୀର୍ବାଦ ପାଇଁ ପ୍ରସ୍ତୁତ କରୁଛନ୍ତି। ଏବଂ ପ୍ରକାଶିତ ବାକ୍ୟ 21:4 ଲେଖା ଅଛି, ପ୍ରଭୁ ସମସ୍ତ ଲୁହକୁ ପୋଛିଦେବେ, ଦୁଃଖ, ବେଦନା ଓ ମୃତ୍ୟୁ ଆଉ ରହିବ ନାହିଁ। ପ୍ରଭୁଙ୍କ ରାଜ୍ୟରେ ଦୁଃଖର ଶେଷ ହେବ। ତେଣୁ ଆଜି ଯେତେ ଦୁଃଖ ଥାଉ ନା କାହିଁକି, ଆପଣଙ୍କ ବିଶ୍ୱାସକୁ ଧରି ରଖନ୍ତୁ। ପ୍ରଭୁ ଆପଣଙ୍କ ଆଖିର ଲୁହକୁ ଆଶୀର୍ବାଦରେ ପରିବର୍ତ୍ତନ କରିଦେବେ। ଦ୍ୱିତୀୟରେ ଆସେ ଖୁସି ବା ଆନନ୍ଦ। ଖୁସି ହେଉଛି ଈଶ୍ୱରଙ୍କ ଆଶୀର୍ବାଦ, ଯାହା ଆମକୁ ପ୍ରତିଦିନର ଜୀବନରେ ମିଳିଥାଏ। ଈଶ୍ୱର ଆମକୁ ଜୀବନ ଦେଇଛନ୍ତି, ଆଲୋକ ଦେଇଛନ୍ତି, ପରିବାର ଦେଇଛନ୍ତି। ପ୍ରତ୍ୟେକ ସକାଳ ଏକ ନୂଆ ଖୁସିର କାରଣ। କିନ୍ତୁ ଖୁସି କେବଳ ଏକ ମୁହୂର୍ତ୍ତରେ ସୀମିତ ନୁହେଁ। ବାଇବେଲ ଆମକୁ ଶିଖାଏ ଯେ ଖୁସିର ଗଭୀରତା କେବଳ ପରିସ୍ଥିତି ଉପରେ ନିର୍ଭର କରେ ନାହିଁ, ବରଂ ଆମ ଭିତରେ ଥିବା ଆତ୍ମିକ ଶାନ୍ତି ଉପରେ ନିର୍ଭର କରେ, ଯାହା ଈଶ୍ୱରଙ୍କ ଦ୍ୱାରା ମିଳିଥାଏ। ଆମେ ଯେତେବେଳେ ଈଶ୍ୱରଙ୍କ ଇଚ୍ଛା ଅନୁଯାୟୀ କାର୍ଯ୍ୟ କରୁ, ସେତେବେଳେ ଆନନ୍ଦ ଆମରୁ ଧରି ବସା ବାନ୍ଧିଥାଉ। ପ୍ରିୟ ଭାଇ ଭଉଣୀମାନେ, ଆମେ ସମସ୍ତେ ଜୀବନରେ ଖୁସି ଖୋଜୁଥାଉ। କେହି ଧନରେ, କେହି ଲୋକଙ୍କ ପ୍ରଶଂସାରେ, ଆଉ କେହି ସଫଳତାରେ। କିନ୍ତୁ ବାଇବେଲ କୁହେ, ସତ୍ୟ ଖୁସି ଏସବୁରେ ନୁହେଁ, ବରଂ ପ୍ରଭୁଙ୍କ ସାନ୍ନିଧ୍ୟରେ ଅଛି। ସାମ ସଙ୍ଗୀତ 16:11 ଲେଖା ଅଛି, ତୁମ ସାନ୍ନିଧ୍ୟରେ ଖୁସି ପୂର୍ଣ୍ଣ ହେଉ। ଅର୍ଥାତ୍ ଯେତେବେଳେ ଆପଣ ପ୍ରଭୁଙ୍କ ନିକଟରେ ଜାଣନ୍ତି, ଆପଣଙ୍କ ହୃଦୟରେ ଖୁସି ଜାତ ହୁଏ, ଯାହାକୁ ଜଗତ ନେଇପାରିବ ନାହିଁ। ଫିଲିପିଓ 4:4 ଲେଖା ଅଛି, ପ୍ରଭୁଙ୍କ ଠାରେ ସଦା ଆନନ୍ଦିତ ହୁଅ। ସେହି ଆନନ୍ଦ ହେଉଛି ଏମିତି ଖୁସି, ଯାହା ବାହାର ଘଟଣା ଉପରେ ନୁହେଁ, ବରଂ ଅନ୍ତରର ଶାନ୍ତି ଓ ବିଶ୍ୱାସ ଉପରେ ନିର୍ଭର କରେ। ପ୍ରିୟମାନେ, ଖୁସି କେବେ ଜଗତରେ ମିଳେ ନାହିଁ। ଯାହା ସାମୟିକ, ସେ ଖୁସି ମଧ୍ୟ ସାମୟିକ। କିନ୍ତୁ ଯେତେବେଳେ ଆପଣଙ୍କ ହୃଦୟ ଯୀଶୁଙ୍କ ମଧ୍ୟରେ ଅଛି, ଆପଣଙ୍କ ମନ ଶାନ୍ତି ଓ ସତ୍ୟ ଖୁସିରେ ଭରିଯାଏ। ତୃତୀୟରେ ଆସେ ରାଗ। ରାଗ ଏକ ଅଗ୍ନି ସଦୃଶ। ଏହା ଭଲ ଜିନିଷକୁ ବି ପୋଡ଼ି ପାଉଁଶ କରିଦେଇପାରେ। ଆପଣ ହୁଏତ ଭାବୁଥିବେ, ଜଣେ ବିଶ୍ୱାସୀ ପାଇଁ ରାଗ କିପରି ପ୍ରେରଣାଦାୟକ ହୋଇପାରେ। ବାଇବେଲ କହୁଛି, ଆମେ ରାଗିବା ଉଚିତ, କିନ୍ତୁ ପାପ ନ କରିବା। ଏହାର ଅର୍ଥ ହେଉଛି ଆମର ରାଗକୁ ନିୟନ୍ତ୍ରଣ କରିବା ଏବଂ ଏହାକୁ ଏକ ସକାରାତ୍ମକ କାର୍ଯ୍ୟରେ ବ୍ୟବହାର କରିବା। ଯଦି ଆପଣ କୌଣସି ଅନ୍ୟାୟ ଦେଖି ରାଗୁଛନ୍ତି, ତେବେ ସେହି ରାଗକୁ ଶକ୍ତିରେ ପରିଣତ କରନ୍ତୁ ଏବଂ ସେହି ଅନ୍ୟାୟ ବିରୁଦ୍ଧରେ ସାହସର ସହିତ ଠିଆ ହୁଅନ୍ତୁ। ପ୍ରେମ ଓ ସତ୍ୟ ମାଧ୍ୟମରେ ପରିବର୍ତ୍ତନ ଆଣନ୍ତୁ। ଆମେ ଆମର ରାଗକୁ ନିୟନ୍ତ୍ରଣ କରିବା ଉଚିତ। ରାଗକୁ
ଆମକୁ ନିୟନ୍ତ୍ରଣ କରିବାକୁ ଦେବା ଉଚିତ ନୁହେଁ। ପ୍ରିୟ ଭାଇ ଓ ଭଉଣୀମାନେ, ଆମେ ସବୁଠି କେବେ ନା କେବେ ରାଗି ଯାଇଥାଉ। କିଏ ଆମକୁ ଅପମାନ କଲେ, କିଏ ଆମ ଭାବନାକୁ ଆଘାତ କଲେ ଆମ ହୃଦୟ ଭିତରେ ରାଗ ଜାଗ୍ରତ ହୁଏ। କିନ୍ତୁ ବାଇବେଲ କୁହେ, ରାଗ ମନୁଷ୍ୟକୁ ପାପ ମାର୍ଗରେ ନେଇଯାଏ। ଏଫେସୀୟ 4:26 ଲେଖା ଅଛି, ରାଗ କର କିନ୍ତୁ ପାପ କର ନାହିଁ। ତୁମ ରାଗ ଉପରେ ସୂର୍ଯ୍ୟ ଅସ୍ତ ନ ହେଉ। ଅର୍ଥାତ୍ ରାଗ ଆସିଲେ ସେହି ଦିନରେ ତାହାକୁ ଶାନ୍ତ କରିବା ହେବ। ଦିନ ଶେଷ ହେବା ପୂର୍ବରୁ ହୃଦୟରେ କ୍ଷମା ରଖିବା ଶିଖିବା ଉଚିତ। ଆଉ ଯାକୁବ 1:19-20 ଲେଖା ଅଛି, ଧୀରେ ରାଗ କର, କାରଣ ମନୁଷ୍ୟର ରାଗ ଈଶ୍ୱରଙ୍କ ଧର୍ମ ଉତ୍ପନ୍ନ କରେ ନାହିଁ। ପ୍ରଭୁ ଆମକୁ ଶିଖାନ୍ତି ଯେ ରାଗ ଆସିପାରେ, କିନ୍ତୁ ତାହାକୁ ନିୟନ୍ତ୍ରଣ କରିବା ଆବଶ୍ୟକ। କାରଣ ରାଗ ମଧ୍ୟରେ ନିଆଁ ରହେ। ଯଦି ତାହାକୁ ଶାନ୍ତ ନ କରାଯାଏ, ସେ ଆମ ସମସ୍ତ ଶାନ୍ତିକୁ ଜଳାଇ ଦିଏ। ତେଣୁ ଆଜି ଯଦି କାହାରି ଉପରେ ଆପଣଙ୍କର ରାଗ ଅଛି, ତାହାକୁ ପ୍ରଭୁଙ୍କ ପାଦେ ଦିଅ। ସେ ଆପଣଙ୍କ ହୃଦୟକୁ ଶାନ୍ତିରେ ପରିପୂର୍ଣ୍ଣ କରିଦେବେ। କ୍ଷମା ଆପଣଙ୍କ ହୃଦୟକୁ ମୁକ୍ତ କରିଦିଏ, ଯେଉଁଠାରେ ରାଗ ମାତ୍ର ଯନ୍ତ୍ରଣା ଦିଏ। ପ୍ରିୟ ଭାଇ ଓ ଭଉଣୀମାନେ, ଆମ ଜୀବନରେ ଏହି 3 ଭାବନା, ଦୁଃଖ, ଖୁସି ଓ ରାଗ ଆମକୁ ଈଶ୍ୱରଙ୍କ ନିକଟତର କରିପାରିବ। ଦୁଃଖରେ ଆମେ ତାଙ୍କ କୋଳରେ ଶାନ୍ତି ପାଇବାକୁ ଯିବା। ଖୁସିରେ ଆମେ ତାଙ୍କୁ ପ୍ରଶଂସା କରିବା। ରାଗରେ ଆମେ ଆମର ଶକ୍ତିକୁ ନିୟନ୍ତ୍ରଣ କରି ଧାର୍ମିକତା ପାଇଁ ବ୍ୟବହାର କରିବା। ଆସନ୍ତୁ ଶେଷରେ ଈଶ୍ୱରଙ୍କ ବାକ୍ୟରୁ ଏହି 3ଟି ପଦ ଉପରେ ଧ୍ୟାନ ଦେବା ଏବଂ ସେହି ଅନୁସାରେ ଆମ ଜୀବନକୁ ବଞ୍ଚିବା। ଆମେ ଯେଉଁ ପରିସ୍ଥିତି ଦେଇଗଲେ ମଧ୍ୟ ସବୁବେଳେ ଈଶ୍ୱରଙ୍କ ଆଶୀର୍ବାଦ ଆମ ସହିତ ରହୁ। ଆମେ ସମସ୍ତେ ଆମ ଜୀବନର ଭାବନା ଗୁଡ଼ିକୁ ପ୍ରଭୁଙ୍କ ମହିମା ପାଇଁ ବ୍ୟବହାର କରିବୁ।